ଜାନୁଆରୀ 22 ତାରିଖରେ ଅଯୋଧ୍ୟାଠାରେ ନିର୍ମାଣ ହୋଇଥିବା ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଦିନ ଘୋଷଣା ହୋଇଥିବା ବେଳେ ପ୍ରତିଷ୍ଠା ଉତ୍ସବ ନିମନ୍ତେ ନିମନ୍ତ୍ରଣ ଓ ଅକ୍ଷତ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସମଗ୍ର ଭାରତବର୍ଷରେ ଅକ୍ଷତ ବିତରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ ମଧ୍ୟ ଅକ୍ଷତ ବିତରଣ କରାଯାଉଥିବା ଦେଖିବାକୁ ମିଳିଛି। ଟିକାବାଲି ସରସ୍ୱତୀ ଶିଶୁ ମନ୍ଦିର ସମସ୍ତ କର୍ମକର୍ତ୍ତାମାନେ ରାମଲାଲାଙ୍କ ଫଟୋ ଧରି ଏକ ଶୋଭାଯାତ୍ରାରେ ବାହାରି ଟିକାବାଲି ଅଞ୍ଚଳର ସମସ୍ତ ଘର ଘର ବୁଲି ଅକ୍ଷତ ବିତରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ବିଷୋଇ, ଟିକାବାଲି ବିଶ୍ୱ ହିନ୍ଦୁ ପରିଷଦର ସମ୍ପାଦକ ପବିତ୍ର ସାହୁ, ଉପସଭାପତି ତିଳୋତ୍ତମା ଭୋଇଙ୍କ ସମେତ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ଏବଂ ଅକ୍ଷତ ବିତରଣ କରିଥିଲେ। ସୌଦାମିନୀ ସାହୁଙ୍କ ରିପୋର୍ଟ, ପର୍ଯ୍ୟବେକ୍ଷକ, ଓଡ଼ିଶା।